ତାଙ୍କର ମୁଣ୍ଡ ଖରାପ ଥିଲା। ଖରାପ ଥିଲା ଆମ ଦାଦା ସେଠି କାମ କରୁଥିଲେ, ସେ ନେଇଥିଲେ ମେଡ଼ିକାଲ ଦେଖିବାକୁ ଟ୍ରିଟମେଣ୍ଟ କରିବା ପାଇଁ। ୟୁପିରେ ଟ୍ରିଟମେଣ୍ଟ କରିବାକୁ ନେଇଥିଲେ। ସେଠି ସେ ବାଟରେ ଗଲାବେଳେ ମିସ୍ ହେଇଗଲେ ମଧୁପୁର ଷ୍ଟେସନରେ। ମିସ୍ ହେଇଗଲା ପରେ ବର୍ତ୍ତମାନ ଘରକୁ ଫେରିଲା ପରେ ସେଠି ବମ୍ବେର ଯେଉଁ ସେବା ସଂସ୍ଥା ଅଛି ସେମାନେ ଆଣିକି ଆମ ଘରେ ପହଞ୍ଚେଇଲେ ଏବଂ ପରିଚୟ ଆମେ ପାଇଲା ପରେ ଆମେ ରଖିଛୁ, ବହୁତ ଖୁସି ରହୁଛୁ। ସେତେବେଳେ କ'ଣ ଘଟିଥିଲା 20 ବର୍ଷ ପରେ? ମୁଣ୍ଡ ଖରାପ ଥିଲା, ଆଉ କିଛି ଘଟିନି। ମୁଣ୍ଡ ଖରାପ ଥିଲା ନେଇଥିଲେ ଡାକ୍ତରଖାନା। ଶୁଦ୍ଧି ହେଇଥିଲେ? ଶୁଦ୍ଧି ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ 12 ବର୍ଷରେ ନ ଦେଖିପାରିବ ଶୁଦ୍ଧି ହେବାକୁ ବାଧ୍ୟ। ତେଣୁ ଆମେ ଶୁଦ୍ଧି କାର୍ଯ୍ୟ ସାରି ଦେଇଛୁ। ଏବେ ପାଇକି ଖୁସି ଅଛୁ। ଆଉ କ'ଣ କରିବୁ, ରଖିବୁ? ଆଉ ଗୋଟେ ଜିଅନ୍ତା ଲୋକ କ'ଣ ଫୋପାଡ଼ି ଦେବୁ? ଆମେ ଯେମିତି ରଖିବୁ ନା। ଆଉ କିଏ ନେଇକି ଆସିଲେ ଏଠି? ଏଠି ତାଙ୍କ ସେବାଶ୍ରମର ଲୋକ 2 ଜଣ ପୋଲିସ ବି ଆସିଥିଲେ। ବମ୍ବେ ପୋଲିସ ଆସିଥିଲେ, ସେମାନେ ମାରାକୁଳି ଯାଇଥିଲେ। ମାରାକୁଳି ସେମାନେ ଛାଡ଼ି ଦେଇକି ସେ ପୋଲିସ ପଳେଇଲେ। ଏଇ 2 ଜଣ ଆସି ଆମ ଘରେ ରହିଲେ ଏବଂ ସେଦିନ ରାତିରେ ଆମ ଘରେ ରହିଲେ, ତାପର ଦିନ ପଳେଇଲେ।